नमस्कार आरजेडी रटिंग चैनल को आपको स्वागत। श्री जगन्नाथ मंदिर खोलिला 3टी दानहुंडी मिलिला 5,29,595 टंका। गत वर्ष रथयात्रा पर श्रद्धाश्री क्षेत्र रायगड़ार श्री जगन्नाथ मंदिर 3टी दानहुंडी खोल बेले देवोत्तर अधिकारी तथा तहसिलदार श्रीमती प्रियदर्शिनी स्वाई एवं मंदिर परिचालना कमिटी निष्पत्ति अनुसार 6 मास पर आज मंगलवार दिन पुलिस सुरक्षा बलय मध्य दानहुंडी खोल गणति कार्य अनुष्ठित होता। ଏହି 3ଟି ଦାନହୁଣ୍ଡିରୁ ନଗଦ 5,29,595 ଟଙ୍କା ଦାନ ଆକାରରେ ମିଳିଥିବା ଜଣାପଡ଼ିଛି। ଆଜିର ଏହି ଗଣତି ସମୟରେ ଦେବୋତ୍ତର ଅଧିକାରୀ ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ୱାଇଁ, ଅତିରିକ୍ତ ତହସିଲଦାର ଦେବାଶିଷ ବିଶ୍ୱାସ, ରାଜସ୍ୱ ପରିଦର୍ଶକ ଦେବୀପ୍ରସାଦ ମଲ୍ଲିକ, ରାଜସ୍ୱ ନିରୀକ୍ଷକ ଅଶୋକ କୁମାର ନାୟକ ସମେତ ମନ୍ଦିର ପରିଚାଳନା କମିଟି ସଭ୍ୟ ସୁନୀଲ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ତ୍ରିପାଠୀ, ସତ୍ୟବାଦୀପତି, ସଚିତାନନ୍ଦ ଖାଡ଼ାଙ୍ଗା ଓ ବିନାୟକ କର ପ୍ରମୁଖ ଉପସ୍ଥିତ ରହିଥିଲେ। ଦାନହୁଣ୍ଡିରୁ ଆଦାୟ ହୋଇଥିବା ବେଳେ ସମସ୍ତ ଅର୍ଥ ଶ୍ରୀ ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହୋଇଯାଏ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।